প্রিয় ছাত্রছাত্রী ও অভিভাবক বন্ধুମାନେ ଆଜିର ଅଙ୍କ ହେଉଛି ବେଗ ଓ ସମୟ ଉପରେ। ଗୋଟିଏ ଟ୍ରେନ୍ 15 ମିନିଟ୍ରେ ଯାଏ 18 କିମି 17 ସେକେଣ୍ଡରେ କେତେ ବାଟ ଯିବ। ଆକୁ ଆମେ ଖୁବ୍ ସଂକ୍ଷିପ୍ତ ଭାବରେ କରିବା। ସଂକ୍ଷିପ୍ତ ଭାବରେ କେମିତି କରିବା ନା ଆକୁ ଲେଖିଦେବା। ବର୍ତ୍ତମାନ ଆମର ଦୁଇଟା ହେଡ୍ ଅଛି ଏଥିରେ, ଗୋଟେ ହେଉଛି ସମୟ ଆଉ ଗୋଟେ ହେଉଛି ବେଗ। 15 ମିନିଟ୍ରେ ଯାଉଛି 18 କିମି। ଆମେ 15 ମିନିଟ୍ ଯଦି 18 କିମି ଯାଉଛି ଆମେ ଆକୁ ସେକେଣ୍ଡରେ କରିଦେବା। ତେଣୁ 15 ଗୁଣନ 60 ସେକେଣ୍ଡରେ ଯିବ। ଏଟା ହେଲା ମିନିଟ୍, ଏଟା ହେଲା କିମି, ଏଟା ହେଲା ସେକେଣ୍ଡ। କେତେ ଯିବ ନା 18 ଗୁଣନ 1000। ଆକୁ ମିଟରରେ ପରିଣତ କରିଦେଲେ ବର୍ତ୍ତମାନ କେତେ ସେକେଣ୍ଡରେ ଯିବ ନା 17 ସେକେଣ୍ଡରେ ଯିବ। 1 ସେକେଣ୍ଡ ବାହାର କରିଦେଲେ କେତେ ହେବ ନା 18 ଗୁଣନ 1000 ମିନିଟ୍ ବିଭକ୍ତ ଏଇଟା କରିଦେବା 15 ଗୁଣନ 60। ଆମ ପାଖରେ କେତେ ରହୁଛି ନା 17 ସେକେଣ୍ଡ ରହୁଛି। 17 ସେକେଣ୍ଡରେ କେତେ ବାଟ ଯିବ 17 ସେକେଣ୍ଡରେ ଯିବ 18 ଗୁଣନ 1000 ବିଭକ୍ତ 15 ଗୁଣନ 60 ଗୁଣନ 17। ଆମେ ବର୍ତ୍ତମାନ 15 ଗୁଣନ 60 ଆମେ ବର୍ତ୍ତମାନ 60 ଗୋଟେ 0 କାଟିଦେଲେ 15କୁ ଏଠି କାଟିଦେଲେ 5କୁ କାଟିଲେ 15 ରହିଲା 3, ଏଠି ରହିଲା 20। ବର୍ତ୍ତମାନ 6 30 36 18କୁ କାଟିଦେଲେ ଏଠି ହେଲା 1। ବର୍ତ୍ତମାନ 17 ଦୁନେ 34 340 ମିଟର ବାଟ ଯିବ। ଆନ୍ସର୍। ଭଲ ଲାଗିଥିଲେ ସେୟାର ଆଣ୍ଡ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ ରହିଲା। ବହୁତ ବହୁତ ଧନ୍ୟବାଦ।